ଦ୍ୱାଦଶ ରାଶିଚକ୍ରର ଦ୍ୱିତୀୟ ରାଶି ବୃଷ ରାଶି ପାଇଁ 2026 ମସିହା ବିଶେଷ ଶୁଭଫଳ ପ୍ରଦାନ କରିବ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଘର ଓ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ବିରାଜମାନ କରିବ। ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ, କିନ୍ତୁ ପୁରୁଣା ବେମାରୀ ରହିଥିଲେ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ହେବ। କିନ୍ତୁ କାର୍ଯ୍ୟକ୍ଷେତ୍ର ବା କର୍ମସ୍ଥଳୀରେ ସତର୍କ ରହିବା ନିହାତି ଜରୁରୀ। ବିସ୍ତାରରେ ଜାଣିବା ବୃଷ ରାଶିର ବାର୍ଷିକ ରାଶିଫଳ ଓ ତାର ପ୍ରତିକାର ସମ୍ପର୍କରେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ବୃଷ ରାଶିର କ୍ୟାରିୟର ବା କର୍ମକ୍ଷେତ୍ର ସମ୍ପର୍କରେ ଅନୁଧ୍ୟାନ କଲେ ଜଣାଯାଏ, ବୃଷ ରାଶିର ଦଶମ ବା କର୍ମସ୍ଥାନ କୁମ୍ଭ ରାଶିରେ ମାୟାବୀ ଗ୍ରହ ରାହୁ 2026 ମସିହା ବର୍ଷ ସାରା ଅବସ୍ଥାନ କରିବେ। ବର୍ଷର ପ୍ରଥମାର୍ଦ୍ଧରେ ବୃହସ୍ପତିଙ୍କ ଦୃଷ୍ଟି ବୃଷ ରାଶିର କର୍ମସ୍ଥାନ ଉପରକୁ ରହୁଥିବାରୁ କର୍ମକ୍ଷେତ୍ରରେ ସ୍ଥିରତା ରହିବ। ଚାକିରି କରୁଥିବା ବୃଷ ରାଶିଜାତ ବ୍ୟକ୍ତିବିଶେଷ ଏହି ସମୟରେ ଚାକିରିରେ ପ୍ରମୋସନ ପାଇବାର ଯୋଗ ରହିଅଛି। ଉପରିସ୍ଥ ଅଧିକାରୀ ମିତ୍ରବତ ବ୍ୟବହାର କରିବେ। ସହକର୍ମୀମାନଙ୍କର ସହଯୋଗ ମିଳିବ। କିନ୍ତୁ 2026 ମସିହା ଜୁନ ମାସ 2 ତାରିଖ ପରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କଲେ ଦଶମ ଭାବରେ ଅବସ୍ଥିତ ରାହୁ ଚାକିରି କ୍ଷେତ୍ରରେ ବଦନାମ କରିପାରନ୍ତି। ଷଡ଼ଯନ୍ତ୍ରର ଶିକାର ହେବାକୁ ପଡ଼ିପାରେ। ତେଣୁ ଅଫିସରେ ନିଜ କାର୍ଯ୍ୟ ପ୍ରତି ସାବଧାନ ରହିବା ଜରୁରୀ। ନଚେତ୍ ସମାଲୋଚନାର ଶିକାର ହେବା ସଙ୍ଗେ ସଙ୍ଗେ ବିଭାଗୀୟ ତଦନ୍ତର ସାମନା କରିପାରନ୍ତି। ବୃଷ ରାଶିଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କରୁଥିଲେ ବର୍ଷର ପ୍ରଥମାର୍ଦ୍ଧରେ ବେପାର କ୍ଷେତ୍ରରୁ ମଧ୍ୟମ ଧରଣର ଫଳ ପାଇବେ। ଜୁନ ମାସ 2 ତାରିଖ ପରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କଲେ ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ। ବେପାର କରିବା ପାଇଁ ନୂତନ ଗୃହ ନେଇପାରନ୍ତି ତଥା ବାଣିଜ୍ୟିକ ସ୍ଥଳୀର ନବୀକରଣ କରିବାର ଯୋଗ ମଧ୍ୟ ରହିଅଛି। ଯୌଥ ବ୍ୟବସାୟ କରୁଥିଲେ ବ୍ୟବସାୟରୁ ଭଲ ଲାଭ ପାଇପାରିବେ। ଆର୍ଥିକ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, 2026 ମସିହା ବର୍ଷର ପ୍ରଥମାର୍ଦ୍ଧରେ ବୃଷ ରାଶିର ଲାଭ ବା ଆୟଭାବର ଅଧିପତି ବୃହସ୍ପତି ଦ୍ୱିତୀୟ ଧନସ୍ଥାନରେ ଅବସ୍ଥାନ କରୁଥିବାରୁ ଏହି ସମୟରେ ବୃଷ ରାଶିଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ବେଶ ସୁଦୃଢ଼ ରହିବ। ବିଭିନ୍ନ ଉପାୟରୁ ଓ ବିଭିନ୍ନ ସୂତ୍ରରୁ ଅର୍ଥର ଆଗମନ ହେବ। ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ କିମ୍ବା ଇନ୍ସୁରାନ୍ସ ଭଳି ସେକ୍ଟରରେ ପୁଞ୍ଜି ନିବେଶ କରିଥିଲେ ସେହିସବୁ କ୍ଷେତ୍ରରୁ ଭଲ ରିଟର୍ଣ୍ଣ ପାଇପାରିବେ। ଏହି ସମୟ ଆର୍ଥିକ ସେକ୍ଟରରେ ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଭଲ ସମୟ ରହିବ। ଜ୍ୟୋତିଷୀୟ ଆପ୍ତ ବାକ୍ୟ ଜୀବ ଦ୍ୱିତୀୟ ଧନଧାନ୍ୟ ଲାଭ। ଏହାର ଅର୍ଥ ହେଲା ଶୁଭଗ୍ରହ ଦେବଗୁରୁ ବୃହସ୍ପତି ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ବା ଧନସ୍ଥାନରେ ବିରାଜମାନ କଲେ ଜାତକକୁ ଧନ ଓ ଧାନ୍ୟରେ ପରିପୂର୍ଣ୍ଣ କରିଥାନ୍ତି। ତେଣୁ ବର୍ଷର ପ୍ରଥମାର୍ଦ୍ଧରେ ବୃଷ ରାଶିଜାତ ବ୍ୟକ୍ତି ପ୍ରଚୁର ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ପୈତୃକ ସମ୍ପତ୍ତିର ମଧ୍ୟ ଅଧିକାରୀ ହେବେ। ବୃଷ ରାଶିଜାତ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ 2026 ମସିହା ବର୍ଷଟି ବହୁତ ଶୁଭ ଫଳଦାୟକ ରହିବ।
ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା କାରକ ଗ୍ରହ ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବେ। ଆର୍ଟ୍ସ, ଲ, ଫାଇନାନ୍ସ ଏବଂ ରିସର୍ଚ୍ଚ ସ୍କଲାର ରୂପେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ସେହିସବୁ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିବେ। କମ୍ପିଟେଟିଭ୍ ବା ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସଫଳତାର ହାର ଅଧିକ ରହିବ। 2026 ମସିହା ପାଇଁ ବୃଷ ରାଶିର ପ୍ରେମ ସମ୍ପର୍କ ଗତାନୁଗତିକ ଗତିରେ ଗତି କରିବ। ସମୟ ସମୟରେ ଗାମ୍ଭୀର୍ଯ୍ୟ ରକ୍ଷା କରିବେ, ନଚେତ୍ ଲଭ୍ ଲାଇଫ୍ରେ ପାଣିଚିଆ ସମ୍ପର୍କ ଦେଖାଯିବ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିଶେଷ ଶୁଭ ଖବର। ବର୍ଷର ପ୍ରଥମାର୍ଦ୍ଧଟି ଶୁଭ ପରିଣୟରେ ବାନ୍ଧି ହେବା ପାଇଁ ସମୟ ବେଶ୍ ପ୍ରଶସ୍ତ ଅଛି। 2026 ମସିହା ବର୍ଷର ପ୍ରଥମାର୍ଦ୍ଧରେ ବୃହସ୍ପତି ମହାଗ୍ରହ ବୃଷ ରାଶିର ଦ୍ୱିତୀୟ ଭାବରେ ଅବସ୍ଥାନ କରୁଥିବାରୁ ଘରେ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହେବ। ପରିବାରର ସଦସ୍ୟମାନେ ପରସ୍ପର ପ୍ରତି ସ୍ନେହଶୀଳ ହେବେ। ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରିବ। ସପରିବାର ଦେବଦର୍ଶନ ଓ ତୀର୍ଥ ଭ୍ରମଣ ପାଇଁ ଯାତ୍ରା କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ବା ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହା ବର୍ଷଟି ବୃଷ ରାଶି ପାଇଁ ସାମାନ୍ୟ ବା ମଧ୍ୟମ ଧରଣର ବର୍ଷ ରହିବ। ସ୍ୱାସ୍ଥ୍ୟ ଠିକ୍ ରହିଲେ ମଧ୍ୟ ପୁରୁଣା ରୋଗ ପ୍ରତି ସତର୍କତା ଅବଲମ୍ବନ କରିବେ। ବିଶେଷତଃ ମଧୁମେହ ବା ଡାଇବେଟିକ୍ ରୋଗୀ ନିୟମିତ ବ୍ୟବଧାନରେ ନିଜର ରକ୍ତ ଶର୍କରା ପରୀକ୍ଷା କରାଇ ନେବା ଜରୁରୀ। ଦଶମ ଭାବରେ ଅବସ୍ଥିତ ରାହୁ ଦଶା, ଅନ୍ତର୍ଦଶା ଓ ପ୍ରତି ଅନ୍ତର୍ଦଶାରେ ଶନି ମହାଗ୍ରହଙ୍କ ସହିତ ସମ୍ପର୍କିତ ହେଲେ ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିପାରନ୍ତି ବା ରିସ୍କ ଫ୍ୟାକ୍ଟର ସୃଷ୍ଟି କରିପାରନ୍ତି। ତେଣୁ ସେଥିପ୍ରତି ସର୍ବଦା ସଜାଗ ରହିବେ। ଏତ ଗଲା ମୋଟାମୋଟି ଭାବରେ ବୃଷ ରାଶି ପାଇଁ 2026 ମସିହାର ବାର୍ଷିକ ରାଶିଫଳ। ବର୍ଷଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ଶରଣାପନ୍ନ ହୁଅନ୍ତୁ। ପୂଜାର୍ଚ୍ଚନା ଓ ଅଭିଷେକ ଶିବଙ୍କ ପାଖରେ କରାଗଲେ ସମସ୍ୟାଗୁଡ଼ିକ ସମାଧାନ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବୃଷ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।